ଆପଣଙ୍କ ପାଇଁ ଆସିଗଲା ଖୁସି ଖବର। ଏପ୍ରିଲ 11 ତାରିଖରୁ ଶୁଭାରମ୍ଭ ହେବ ଆୟୁଷ୍ମାନ କାର୍ଡ। ଓଡ଼ିଶାର କଟକ ବାଲିଯାତ୍ରାରୁ ଆରମ୍ଭ କରିବେ ସରକାର ଏହି ଆୟୁଷ୍ମାନ କାର୍ଡକୁ। ତେବେ ଏହି କାର୍ଡ କେଉଁମାନଙ୍କୁ ମିଳିବ, କ'ଣ ରହିଛି ଅପଡେଟ୍ ଜାଣିବା ତା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ, କଟକରୁ ହେବ ଆୟୁଷ୍ମାନ ଭାରତ କାର୍ଡର ଶୁଭାରମ୍ଭ। ଏପ୍ରିଲ 11 ତାରିଖରେ କଟକ ବାଲିଯାତ୍ରା ପଡ଼ିଆରେ ହେବ ଆୟୁଷ୍ମାନ ଭାରତର ଶୁଭାରମ୍ଭ। ଆଉ ଓଡ଼ିଶାର ଏହି ଆୟୁଷ୍ମାନ କାର୍ଡର ଶୁଭାରମ୍ଭ କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। ଏଥିପାଇଁ ନଡ୍ଡା 3 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତେବେ 10 ତାରିଖ ଦିନ ବିଳମ୍ବ ରାତିରେ ଭୁବନେଶ୍ୱରରେ ପହଞ୍ଚିବେ। ଆଉ 11 ତାରିଖ ଦିନ ଯୋଜନାର ଶୁଭାରମ୍ଭ କରିବେ। ଏଥିପାଇଁ ବାଲିଯାତ୍ରା ପଡ଼ିଆରେ ପହଞ୍ଚି ସମୀକ୍ଷା କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିକ। ପୂର୍ବରୁ ବିଜେପି ଯେତେବେଳେ ବିରୋଧୀ ଦଳର ଥିଲା, ସେତେବେଳେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଦାବି ରଖିଥିଲା, ଯାହା ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି। ଆଗକୁ ଉଭୟ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ରାଜ୍ୟବାସୀ ଲାଭ ପାଇବେ। ଏପରିକି ଆଧାର କାର୍ଡରେ ବି ଲୋକମାନେ ଏ ସୁବିଧା ପାଇପାରିବେ। ନୂଆ କାର୍ଡ ନ ପହଞ୍ଚିଲେ ପୁରୁଣା କାର୍ଡରେ ମଧ୍ୟ ଲୋକମାନେ ଏହି ଯୋଜନାର ଲାଭ ପାଇପାରିବେ ଏବଂ ଦେଶର 29,000 ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇପାରିବେ ବୋଲି କହିଛନ୍ତି ମୁକେଶ ମହାଲିକ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, 2 ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂହଦେଓ। ଏହାସହ 3 ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମ। ତେବେ ଯାହାକି ଏପ୍ରିଲ 11 ତାରିଖରେ ଓଡ଼ିଶାରେ ଶୁଭାରମ୍ଭ ହେବାକୁ ଯାଉଛି ଆୟୁଷ୍ମାନ କାର୍ଡ, ଯେଉଁଥିରେ ଆପଣଙ୍କୁ BSKY କାର୍ଡ ଭଳି ଅର୍ଥାତ୍ ବିଜୁ ସ୍ୱାସ୍ଥ୍ୟ କାର୍ଡ ଭଳି ମାଗଣାରେ ମିଳିପାରିବ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଆଉ ମହିଳାଙ୍କ କ୍ଷେତ୍ରରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା। ତେବେ ଅଧିକ ଜାଣିବା ପାଇଁ ୱେବସାଇଟ୍ର ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିଦେଇ ପାରିବେ।